ଶତାୟୁ ବୃଦ୍ଧଙ୍କ ଦେହାନ୍ତରେ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମରଡ଼ା ବ୍ଲକ ଅନ୍ତର୍ଗତ କୋହି ଗ୍ରାମରେ। ସଦାନନ୍ଦ ବେହେରା 1935 ମସିହାରେ ଜନ୍ମଗ୍ରହଣ କରି ଅଞ୍ଚଳର ବିକାଶ ଓ ଜନସେବା କ୍ଷେତ୍ରରେ ସେ ବହୁ ଆଗରେ ଥିଲେ। ଯେତେବେଳେ ଗ୍ରାମାଞ୍ଚଳରେ ଔଷଧର ଅଭାବ ଥିଲା, ସେତେବେଳେ ସଦାନନ୍ଦ ବୈଦ୍ୟ ହିସାବରେ ନିଃସ୍ୱାର୍ଥପର ଭାବରେ ଲୋକଙ୍କୁ ଆୟୁର୍ବେଦିକ ଚିକିତ୍ସା କରାଇ ଲୋକଙ୍କୁ ଆରୋଗ୍ୟ କରାଉଥିଲେ। ତେବେ ସଦାନନ୍ଦଙ୍କ ବିୟୋଗରେ ଅଞ୍ଚଳବାସୀ ମର୍ମାହତ ହୋଇ ପଡ଼ିଥିବା ବେଳେ ତାଙ୍କ ପାର୍ଥିବ ଶରୀରକୁ ଗାଁ ପରିକ୍ରମା କରାଇ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍କୁଲ ପିଲାମାନେ ସଦାନନ୍ଦ ଅମର ରହେର ନାରା ଦେଇ ଶେଷ ବିଦାୟ ଦେଇଥିଲେ। ସଦାନନ୍ଦ ଦୁଇ ଥର ୱାର୍ଡ ମେମ୍ବର ଭାବେ ନିର୍ବାଚିତ ହୋଇ ଏକାଧିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ ଓ ଅଞ୍ଚଳରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରାଇବାରେ ସଫଳ ହୋଇଥିଲେ। ତେବେ ତାଙ୍କ ଅକାଳ ବିୟୋଗରେ ଅଞ୍ଚଳବାସୀ ଦୁଃଖିତ ହେବା ସହିତ ତାଙ୍କ ସମାଜ ପାଇଁ ଅବଦାନ ଅତୁଳନୀୟ ରହିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ମରଡ଼ାରୁ ଜ୍ଞାନରଞ୍ଜନ ବେହେରାଙ୍କ ରିପୋର୍ଟ, ଅର୍ବିଟାଲ ନ୍ୟୁଜ୍ ଇଣ୍ଡିଆ। ମୁଁ ହେଉଛି ସୁବୋଧ କୁମାର ବେହେରା, ଜଗତେଶ୍ୱର ଭଞ୍ଜଭାରତୀ ସଂସ୍କୃତ ବିଦ୍ୟାପୀଠର ମୁଁ ହେଉଛି ସଭାପତି। ଆଜି ଆମ ଗ୍ରାମର ସଦାନନ୍ଦ ବେହେରା ତାଙ୍କ ବିୟୋଗରେ ଆପଣମାନେ ସବୁ କେତେ ମର୍ମାହତ ଏବଂ ସମାଜ ପ୍ରତି ତାଙ୍କର କ'ଣ ସବୁ ଅବଦାନ ଥିଲା ସେ ବିଷୟରେ କହିବେ। ସିଏ ଆମର 1994 ମସିହାରୁ ଏଇ ଆମର ବିଦ୍ୟାପୀଠ ଆମେ ଆରମ୍ଭ କରିଥିଲୁ। ତେବେ ସିଏ ଆମର ଏଇ ଅନୁଷ୍ଠାନ ସହିତ ଓତପ୍ରୋତ ଭାବରେ ଜଡ଼ିତ। এই ଅନୁଷ୍ଠାନର ଡେଭଲପମେଣ୍ଟ କିଭଳି ହେବ ସେଥିରେ ସେ ସମ୍ପୂର୍ଣ୍ଣ ଭାବରେ ଆମ ସହିତ ରହି ସେ ଜଡ଼ିତ। ତଥା ଆମର ସେ ଏଇ କୋହି ଗ୍ରାମର ସେ ଦୁଇ ଥର ୱାର୍ଡ଼ ମେମ୍ବର ଥିଲେ ଏବଂ ସେ ଜଣେ ବହୁତ ସମାଜସେବୀ ଲୋକ। ଯେତେବେଳେ ଔଷଧ ଇତ୍ୟାଦି ବାହାରି ନଥିଲା ସେତେବେଳେ ସେ ବୈଦ୍ୟ ଟାଇପ୍ର କାମ କରୁଥିଲେ। ଏ ଅଞ୍ଚଳରେ କେଉଁଠି ସାପ କାମୁଡ଼ା ବା ଇତ୍ୟାଦି ହେଲେ ସେ ଆସି ଯାହା ବି ହେଉ ଲୋକମାନଙ୍କୁ ଭଲ କରିଦେଉଥିଲେ। ତଥା ଏ ଅନୁଷ୍ଠାନର ତାଙ୍କର ଯଥେଷ୍ଟ ଅବଦାନ ରହିଛି, ଯାହା ଅବିସ୍ମରଣୀୟ। ତାଙ୍କର ଏ ଅକାଳ ବିୟୋଗରେ ଆମେ ସମସ୍ତେ ଅନୁଷ୍ଠାନର କର୍ମଚାରୀ ଏବଂ ଆମର ଅନୁଷ୍ଠାନର ପରିଚାଳନା କମିଟି ଏବଂ ସମସ୍ତ ଛାତ୍ରଛାତ୍ରୀମାନେ ବହୁତ ଦୁଃଖ ସନ୍ତପ୍ତ ଆମେ ପ୍ରକାଶ କରୁଛୁ। ଆମେ ଆଶା କରୁଛୁ ତାଙ୍କର ଅମରାତ୍ମା ସବୁଦିନ ପାଇଁ ଦୀର୍ଘାୟୁ ଏବଂ ସବୁଦିନ ପାଇଁ ସ୍ଥାୟୀ ଏବଂ ଭଗବାନଙ୍କ ପ୍ରାର୍ଥନା କରୁଛୁ ତାଙ୍କର ସଦ୍ଗତି ହେଉ।